ନୟାଗଡ଼ ଖଣ୍ଡପଡ଼ା ଏସ୍ଡିପିଓ ମଦନ ମୋହନ ପ୍ରଧାନଙ୍କ ନାମରେ ଫତେଗଡ଼ ଥାନା ଅନ୍ତର୍ଗତ ରଶ୍ମିତା କର ନାମକ ଜଣେ ମହିଳା ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଅଭିଯୋଗରେ କହିଛନ୍ତି ଏସ୍ଡିପିଓ ମଦନ ମୋହନ ତାଙ୍କୁ ଅନୈତିକ କାର୍ଯ୍ୟ କରିବା ପାଇଁ ବାଧ୍ୟ କରିଥିଲେ, ଯାହାକୁ ନେଇ ଖଣ୍ଡପଡ଼ା ଏସ୍ଡିପିଓ ଏବେ ମୁହଁ ଖୋଲିଛନ୍ତି। ମଦନ ମୋହନ ପ୍ରଧାନ ଏସ୍ଡିପିଓ ଖଣ୍ଡପଡ଼ା ଆମେ ଯେଉଁ ଅଭିଯୋଗ ଆପଣ କହୁଛନ୍ତି ସେ ଅଭିଯୋଗ ଭିତ୍ତିହୀନ ମିଥ୍ୟା। ଆପଣମାନେ ଜାଣିଛନ୍ତି ସମସ୍ତେ। ମୋ ଅଫିସରେ ବି ମହିଳା କର୍ମଚାରୀ ଅଛନ୍ତି, ମୋ ସବ୍ ଡିଭିଜନରେ ବି ଅନେକ ମହିଳା କର୍ମଚାରୀ ଅଛନ୍ତି। ଆପଣ ଦେଖୁଥିବେ 5 ଜଣ ମହିଳା ବି ଆସୁଛନ୍ତି। ବୃତ୍ତିଗତ ଜୀବନରେ ବିଭିନ୍ନ କଥା ଆସିବ। ତାର ଆମ କାମ ହେଲା ଆମେ ଲୋକକୁ କେମିତି ଠିକ୍ରେ ସାହାଯ୍ୟ କରିପାରିବୁ ସେ କଥା ଦେଖିବୁ। ଆମେ କେମିତି ଲୋକଙ୍କ ପାଖରେ ପହଞ୍ଚିବୁ, ଲୋକକୁ କାମ କରିବୁ, ସେଇ ଉପରେ ଆମେ ଫୋକସ୍ କରିବୁ। ସମ୍ମୁଖୀନ କରିବେ ତଦନ୍ତ ଯାହା ଯେଉଁଠି ଯାହା ହେବ ଆମେ ସମ୍ପୂର୍ଣ୍ଣ ସହଯୋଗ କରିବୁ, ସେଥିରେ କିଛି ଅସୁବିଧା ନାହିଁ। ସେପଟେ ନୟାଗଡ଼ ଏସ୍ପି ଏହି ଘଟଣାର ତଦନ୍ତ ଭାର ଅତିରିକ୍ତ ଏସ୍ପି ସୁଭାଷ ପଣ୍ଡାଙ୍କୁ ଦେଇଥିବା ଜଣାପଡ଼ିଛି। ତଦନ୍ତ ପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ନୟାଗଡ଼ରୁ ମାନସ କୁମାର ସାହୁଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।